ଚାଲନ୍ତୁ ସାଙ୍ଗମାନେ ଆଜି ଏକ ନୂଆ ଷ୍ଟୋରି ଆମେ ଜାଣିବା। ସତ ପ୍ରେମ କେବେ ହାରେନା। ଗୋଟିଏ ଗାଁରେ ଦୁଇ ଜଣ ସାଙ୍ଗ ଥିଲେ, ଆକାଶ ଆଉ ଗୀତା। ଦୁଇ ଜଣ ଛୋଟବେଳର ସାଙ୍ଗ ଆଉ ବହୁତ ଭଲ ସାଙ୍ଗ। ଯେତେବେଳେ ତାଙ୍କର ନବମ କ୍ଲାସ୍ ଦୁଇ ଜଣଙ୍କର ଭିତରେ ଭଲ ପାଇବା ହୋଇଯାଇଥିଲା। ଦୁଇ ଜଣକୁ ନ ଦେଖିଲେ ରହିପାରନ୍ତି ନାହିଁ। ଯେହେତୁ ଛୋଟ ପିଲା, ଘର ଲୋକ ତାଙ୍କ ଦୁଇ ଜଣଙ୍କ ଭଲ ପାଇବା ବିଷୟରେ ଜାଣିପାରିଲେ ଆଉ ଗୀତାକୁ ତାଙ୍କ ଘର ଲୋକ ବହୁତ ପାଟି କଲେ ଆଉ ମାଇଲେ ମଧ୍ୟ। ଆକାଶ ତ ପୁଅ ପିଲାଟି, ତାକୁ ତାଙ୍କ ଘର ଲୋକ ଖାଲି ଟିକେ ପାଟି କରିଲେ। ଗୀତାର ଘର ଲୋକ ଗୀତାକୁ ମାମୁଁ ଘରକୁ ଛାଡ଼ିଦେଲେ ସାଡ଼େ ପଢ଼ିବା ପାଇଁ। ଯେଉଁଦିନ ଗୀତା ସ୍କୁଲକୁ ଟିସି ଆଣିବାକୁ ଯାଇଥିଲା, ଆକାଶ ସହ ଦେଖା ହେଲା। ଆକାଶ କହୁଥାଏ, ତୁ ରହିଯା, ନହେଲେ ମୁଁ ପାଠ ପଢ଼ିପାରିବି ନାହିଁ। ତୋ ବିନା ମୋର କିଏ ସାଙ୍ଗ ଅଛି, ତୁ ଯାଆନି। ଗୀତା କାନ୍ଦିକି କହିଲା, ମୁଁ ବି କେମିତି ରହିବି ତୁ କହ। ଶୁଣ, ତୁ କାନ୍ଦେନା, ମୁଁ ଯାଉଛି, ହେଲେ ଆମେ କଲେଜ ସାଙ୍ଗ ହେଇ ଯିବା, ଗୋଟେ କଲେଜରେ ପଢ଼ିବା। ସେତେବେଳକୁ ଘର ଲୋକ ଭୁଲି ଯାଇଥିବେ। ଏ କଥା ଶୁଣି ମୁଁ ଦଶହରାରେ ଗାଁକୁ ଆସିବି, ତୁ ଆସିବୁ, ଆମେ ଦୁର୍ଗା ପୂଜା ଦେଖିବାକୁ ଯିବା। ଆକାଶ, ହଁ ରେ, ହଉ, ତୁ ଯା, ତୋ ଯତ୍ନ ନେବୁ। ମୁଁ ଯାଉଛି, ତୋ ଘର ଲୋକ ଦେଖିଲେ ପୁଣି ତୋତେ ପାଟି କରିବେ, ମାରିବେ। ଶୁଣ, ଯଦି ତୋ ହାତରେ କେବେ ଫୋନ୍ ଥାଏ ନା, ମୋତେ ଟିକେ ମୋ ଘର ନମ୍ବରରେ ଟିକେ କଲ୍ କରିବୁ। ତା ପରଦିନ ଗୀତା ତା ମାମୁଁ ଘରକୁ ପଳେଇଲା। ଆକାଶ ଦଶମ ଅଧ୍ୟାୟରେ ତା ବାପା ଚାଲିଗଲେ। ତା ମୁଣ୍ଡ ଉପରେ ଦାୟିତ୍ୱ ବଢ଼ିଗଲା। ସେ ସେବେଠାରୁ ଗୀତାକୁ ଦେଖିନି କି ଗୀତା ଦଶହରାରେ ଗାଁକୁ ଆସିନି। ଆକାଶ ପଢ଼ା ଛାଡ଼ିଦେଲା। ଗୀତା ଦଶମ ପାସ୍ ହେଲା ପରେ ଗାଁକୁ ଆସିଲା। ଆକାଶ ଏ ଖବର ଶୁଣି ଖୁସି ତ ବହୁତ ହେଇଗଲା, ହେଲେ ସେ ଗୀତାକୁ ଦେଖା କରିବାକୁ ବି ଗଲାଣି। କାରଣ ତା ଅବସ୍ଥା କିଛି ଠିକ୍ ନଥାଏ। ଛିଣ୍ଡା ଡ୍ରେସ୍ ଖଣ୍ଡେ ଆଉ ବିଲରେ ଖଟୁଥାଏ। ଗୀତା ତା ସାଙ୍ଗକୁ କହିଲା, ଆକାଶ ଖବର କ'ଣ? ସେ କ'ଣ ଜାଣିନି ମୁଁ ଆସିଛି ବୋଲି? ନା ସେ ଆଉ କେଉଁ ଝିଅକୁ ଭଲ ପାଇଲାଣି? ମୋତେ ଭୁଲି ଯାଇଥିବ ବୋଧେ। ତା ସାଙ୍ଗ କହିଲା, ନା ରେ, ତା ବାପା ଚାଲିଗଲା ପରେ ସେ ପଢ଼ା ଛାଡ଼ି ଦେଇ ଚାଷ କରୁଛି, ନହେଲେ ତାଙ୍କ ପରିବାର କେମିତି ଚଳିବ? ଗୀତା ବହୁତ ମନଦୁଃଖ କଲା ଆଉ ଆକାଶକୁ ଦେଖା କରିବ ବୋଲି ଭାବିଲା। ଆକାଶ ଘରକୁ ଯିବା ବାଟରେ ସେ ବିଲରେ ଆକାଶକୁ ଦେଖିଲା। ଦେଖେ ତ, ଏତେ ସୁନ୍ଦର ଚେହେରା ଆଜି ମଳିନ ପଡ଼ିଯାଇଛି। ବିଲରେ କେତେ କଷ୍ଟ କରୁଛି। ଗୀତା ସହି ନ ପାରି କାନ୍ଦି ପକାଇଲା। ଆକାଶକୁ ଡାକିଲା, ଆକାଶ, ଆକାଶ, ଆକାଶ। ଆକାଶର ଯେମିତି ସବୁ କଷ୍ଟ ଦୂର ହେଇଗଲା। ଆଉ ତା ଡାକ ଶୁଣି ସେ ଦୌଡ଼ି ଆସି ଚୁଟି ସଜାଡ଼ି ନିଜ ଦେହ ମୁଣ୍ଡ ସଜାଡ଼ି ଦେଲା, ଝାଡ଼ିଦେଲା, ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା। ଗୀତା ବି କାନ୍ଦୁଥାଏ। ଗୀତା କହୁଥାଏ, ତୁ କ'ଣ ମୋତେ ଭୁଲି ଯାଇଛୁ? ମୁଁ ଆସିବା କଥା ଶୁଣିବି ତୁ ଆସିଲୁଣୁ। ଆକାଶ, କେମିତି ଯିବି? କେଉଁ ମୁହଁରେ ଯିବି? କ'ଣ ଅଛି ମୋର? ଖଟିଲେ ଘର ଚଳୁଛି। ତୁ ତ ପାସ୍ କଲୁ, ଭଲ କଲେଜରେ ପଢ଼ିବୁ, ଭଲ ଜାଗାରେ ବାହା ହେବୁ। ମୁଁ ବା କ'ଣ କରିପାରିବି ତୋ ପାଇଁ? ତୋତେ ଦେଖିବାକୁ ମୁଁ ପାଗଳ ପରି ହେଉଥିଲି। ଦଶହରା କେତେ ପୂଜା ପର୍ବ ଗଲାଣି, କେତେ ତୋତେ ଖୋଜି ଖୋଜି, ହେଲେ ତୋତେ ମୁଁ ପାଇନି। କି ତୁ କେବେ ଗାଁକୁ ଆସିନୁ ତାପରେ? ଆରେ, ତୁ କ'ଣ ଭାବିଲୁ ମୁଁ ତୋତେ ଭୁଲି ଯାଇଛି? ଏମିତି କେଉଁ ଦିନ ନାହିଁ ତୋ କଥା ଭାବିନି। ଗୋଟେ ବନ୍ଦୀ ଜୀବନ ବିତାଉଥିଲି ରେ, ହେଲେ ତୁ କେବେ ମୋ ମନରୁ ଯାଇନୁ। ଶୁଣ, ତୁ କାମ କର, ମୋତେ କିଛି ଅସୁବିଧା ନାହିଁ। ମୁଁ ପଢ଼ିକି ଭଲ ଜବ୍ କଲେ ତୋର ମୋର ବାହା ହେଇଯିବା। ମୁଁ ତୋ ଲାଗି ଦୋକାନ କରିଦେବି, ତୁ ବସିବୁ ଆଉ ମୁଁ ଚାକିରି କରିବି। ତାପରେ ଆମେ ବହୁତ ଖୁସିରେ ରହିବା। ଶୁଣ, ଏଥିପାଇଁ ଆହୁରି 5 ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଶୁଣ, ଏବେ ତୋ ପାଖରେ ଫୋନ୍ ଅଛି, ମୋ ପାଖରେ ବି ଅଛି। ମୁଁ ହଷ୍ଟେଲରେ ରହିବି, ମୋତେ ଫୋନ୍ କରିବୁ। ଆକାଶ ଶୁଣି ବହୁତ ଖୁସି ହେଲା ଆଉ ଗୀତାକୁ କହୁଥାଏ, ଶୁଣ, ସବୁ କାମ ଭିତରେ ମୋତେ ମଝିରେ ମଝିରେ ଦେଖା କରିବାକୁ ଆସିବୁ। ମୁଁ ତୋତେ ବହୁତ ଭଲ ପାଏ। ଆକାଶ ଶୁଣ, ମୁଁ ଯାଉଛି, କିଏ ଦେଖିଦେଲେ ଅସୁବିଧା ହେବ। ଆକାଶ, ଏଇ ଗୀତା, ତୁ ଏବେ କେତେ ଦିନ ରହିବୁ ଗାଁରେ, ମୋତେ ଟିକେ କହିବୁ? ଅଛି ଏବେ 15 ଦିନ, ତାପରେ ପଳେଇବି। ମୁଁ ଏଠି ବିଲରେ ଦିନରେ ରହିବି। କିଛି ବାହାନା କରି ମୋତେ ଟିକେ ଦେଖା କରିବୁ। ଗୀତା, ହଁ କରିବି। ଗୀତା ପଳେଇଲା। ଏମିତି 15 ଦିନ ବିତିଗଲା। ଗୀତା ହଷ୍ଟେଲକୁ ଗଲା ଆଉ ଆକାଶ ଏକା ପୁଣି ଏବେ ଏକା ହେଇଗଲା। ଆକାଶ ଏବେ ତ ବଡ଼ ହୋଇଯାଇଥିଲା। ସେ ଗୀତାକୁ ଦେଖା କରିବାକୁ ପ୍ରତି ମାସରେ ଯାଏ। ଏମିତି ଗୀତାର ପଢ଼ା ସଇଲା, ସେ ଜବ୍ ବି କଲା। ସେତେବେଳେ ଆକାଶ ବି ନିଜେ ଗୋଟେ ସହରରେ ଗୋଟିଏ ଦୋକାନ କରିଦେଲା। 2 ଜଣ ଘର ଲୋକ ରାଜି ନ ହେବାରୁ ସେମାନେ ବାହା ହୋଇଗଲେ ଆଉ ଏବେ ବହୁତ ଖୁସିରେ ରହିଲେ। 2 ଜଣକୁ ମନକୁ ନେଇକି ଖୁସିରେ ଚଳିଲେ।
ନା କେବେ କେଉଁ ଅଭାବ ହେଲେ ବି ଖୁସିରେ ରହିଲେ, ଭାବ ଥିଲେ ବି ଖୁସିରେ ରହିଲେ। ଭଲ ପାଇବା ଥିଲେ ମଣିଷ ଅଭାବ ହଉ କି ଭାବରେ ହଉ ରହିପାରିବ। ଭଲ ପାଇବା ସଚ୍ଚା ହେଇଥିବା ଦରକାର, ଆଉ କିଛି ଦରକାର ନାହିଁ। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଛି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ।